ସାଙ୍ଗମାନେ ଆପଣମାନଙ୍କ ଘରେ ବହୁତ ମୂଷା ହେଉଛନ୍ତି କି? ଆଉ ତାକୁ ନ ମାରିକି ଆମେ କେମିତି ଘରୋଇ ଉପାୟରେ ମୂଷାକୁ ଘରୁ ବାହାର କରିବା ତାର ଗୋଟେ ସୁନ୍ଦର ଉପାୟ ଆପଣମାନଙ୍କ ପାଇଁ ଆଣିଛି। ହାଇ ଗାଇସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ ଉପରେ ସମସ୍ତେ ଭଲ ଥିବେ। ଆଜି ମୁଁ ଆପଣମାନଙ୍କ ପାଇଁ ବହୁତ ବଢ଼ିଆ ଟିପ୍ସ ଆଣିଛି ଯେଉଁଟାକି ଆପଣମାନଙ୍କୁ ବହୁତ ହେଲ୍ପ କରିବ। ଚାଲନ୍ତୁ ଦେଖିବା ମୂଷାକୁ ଆମେ ଘରୁ କେମିତି ଭଗେଇବା ତାର ଗୋଟେ ସୁନ୍ଦର ବାଟ ମୁଁ ଆପଣମାନଙ୍କ ପାଇଁ ଆଣିଛି ଯେଉଁଟାକି ଆପଣମାନଙ୍କ ଘରେ ସେ ଜିନିଷ ଗୁଡ଼ାକ ରହିଛି। ଆପଣମାନେ ତା ଦେହରେ ବିନା ପଇସାରେ ଘରୁ କେମିତି ମୂଷା ବାହାର କରିପାରିବେ। ଦେଖନ୍ତୁ ଆପଣମାନଙ୍କ ଘରେ ତ ନିହାତି ଭାବରେ ଏମିତି ଲଙ୍କା ଥିବ, କଞ୍ଚା ଲଙ୍କା ତ ଗୋଟେ ଗୋଟେ ରାଗ ହେଇଥାଏ, ଆଉ ଗୋଟେ ଗୋଟେ କଞ୍ଚା ଲଙ୍କା ରାଗ ଲାଗିନଥାଏ। ତ ରାଗ ଲଙ୍କା ହିଁ ଆମେ ନେବା। ଲଙ୍କାକୁ ଆପଣମାନେ କ'ଣ କରିବେ ନା ଛୁରୀରେ ଟିକେ ଛୋଟ ଛୋଟ ପିସ୍ କରିକିରି କାଟିବେ। ତ ଆପଣମାନଙ୍କୁ ମୁଁ ଦେଖାଉଛି, ଯଦି ଆପଣମାନଙ୍କ ଘରେ ବହୁତ ମୂଷା ହେଉଥିବେ ଆପଣମାନେ ଭାବୁଥିବେ ବା ଦେଖୁଥିବେ ତ ତାହେଲେ ଆପଣମାନେ ଦୁଇଟା ଜାଗାରେ ଚାରିଟା ଲଙ୍କା ମଧ୍ୟ ବ୍ୟବହାର କରିପାରିବେ। ତ ଲଙ୍କା ଟିକେ ରାଗ ଥିବା ଦରକାର, ସେଇ ଲଙ୍କାକୁ ଆପଣ ନେଇ ଏହି ଉପାୟଟି କରିପାରିବେ। ତ ଆପଣମାନଙ୍କୁ ଗୋଟେ ପଇସା ବି ଖର୍ଚ୍ଚ କରିବାକୁ ପଡ଼ିବନି କି କେମିକାଲ ଜିନିଷ କିଣିକିରି ମାର୍କେଟରୁ ଆଣିବା ପାଇଁ ପଡ଼ିବନି। ଆଉ ଯେଉଁ ଜିନିଷରେ ମୁଁ ଆପଣମାନଙ୍କୁ ଦେଖିବି ସେ ଜିନିଷ ଆପଣମାନଙ୍କ ଘରେ ବହୁତ ଭଲରେ ମିଳିପାରିବ। ଆପଣମାନଙ୍କୁ ଆଉ ପରିଶ୍ରମ ବା କୁଆଡ଼ିକି ଯିବା ପାଇଁ ପଡ଼ିବନି। ଦେଖନ୍ତୁ ମୁଁ ଗୋଟେ ଲଙ୍କାକୁ ଭଲକି ଛୋଟ ଛୋଟକି କାଟିଦେଲି। ଆପଣମାନେ ଚାହିଁଲେ ତାକୁ ମଧ୍ୟ ହେମଦସ୍ତାରେ କୁଟି ପାରିବେ। ତାପରେ କିଛି ଅଟା ନେଇଛି, ଚାମଚେ ଅଟା ନେଇଛି। ଆପଣମାନେ ଅଟା ଜାଗାରେ ବେସନକୁ ମଧ୍ୟ ୟୁଜ୍ କରିପାରିବେ। ତ ଅଟା ତ ସମସ୍ତଙ୍କ ଘରେ ସାଧାରଣତଃ ଥାଏ, ତ ଆପଣମାନେ ଅଟାକୁ ମଧ୍ୟ ନେଇପାରିବେ। ତ ଆପଣମାନେ କ୍ୱାଣ୍ଟିଟି ଆପଣମାନଙ୍କ ହିସାବରେ ହିଁ ନେବେ। ତ ମୁଁ ଏତିକି ନେଇଛି, ଗୋଟେ ଚାମଚ କଞ୍ଚା ଲଙ୍କା ଆଉ ଗୋଟେ ଚାମଚ ଅଟା ମୁଁ ନେଇଛି। ୟାକୁ ଆମେ ଟିକେ ପାଣି କରିବା, ବେଶୀ ଆମେ ପାଣି କରିବାନି। ଯେମିତି ଆମେ ଅଟା ଚକଟିଲେ ଯେମିତି ଅଟାର ଗୋଳାଟା ରହେ ସେମିତି ବି କରିବାନି, ଟିକେ ନାକୁ ପାଣି ରଖିବା। ଦେଖନ୍ତୁ ମୁଁ ଅଳ୍ପ ପାଣି ଦେଇକି ତାକୁ ଆଗ ଟିକେ ନାକୁ ଲଙ୍କା ସହିତ ତାକୁ ଟିକେ ମିଶାଇ ଦେବି। ତାପରେ ମୁଁ କ'ଣ କରୁଛି ସେଇଟା ଆପଣମାନଙ୍କୁ ଆଗକୁ ଦେଖିବା ପାଇଁକା ପଡ଼ିବ। ଆପଣମାନେ ଆଗକୁ ଦେଖିଲେ ହିଁ ଜାଣିପାରିବେ। ଆଉ ମଝିରେ ଯଦି ସ୍କିପ୍ କରିବେ ତାହେଲେ ଆପଣମାନେ ଜାଣିପାରିବେ ନାହିଁ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିବ ନିହାତି ଭାବରେ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁକା ଭୁଲିବେନି ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ, ଯାହାଫଳରେ କି ସେମାନେ ମଧ୍ୟ এই ଟିପ୍ସର ଫାଇଦା ଉଠାଇ ପାରିବେ। ଆପଣମାନଙ୍କୁ ବିନା ପଇସାରେ ଆପଣମାନଙ୍କ ଘରୁ ଆଉ ଗୋଟେ ସୂତାରେ ଆପଣମାନେ କେମିତି ମୂଷାକୁ ଘରୁ ଭଗେଇବେ ତାର ଗୋଟେ ସୁନ୍ଦର ବାଟ ମୁଁ ଆପଣମାନଙ୍କ ପାଇଁ ଆଣିଛି। ତେଣୁ ଭିଡ଼ିଓକୁ ପ୍ଲିଜ୍ ସ୍କିପ୍ କରନ୍ତୁନି, ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ଆପଣମାନେ ଦେଖନ୍ତୁ ମୋର ଗୋଳେଇ ଦେଲି ପାଣି ପକାଇକିରି। ତ ଗୋଟେ ମୋଟା ପେପର ନେଇଛି, ଆପଣମାନେ ଚାହିଁଲେ ନ୍ୟୁଜ୍ ପେପର ନେଇପାରିବେ, ନହେଲେ ଆପଣମାନଙ୍କ ଘରେ ଯଦି ଟିକେ ମୋଟା ସାଇଜ୍ର ପେପର ଥିବ ତାହେଲେ ବହୁତ ବଢ଼ିଆ କାମ କରିବ। ତ ଏଇ ସାଇଜ୍ର ପେପରକୁ ଆପଣମାନେ ନେଇଯିବେ। ତାପରେ ମୁଁ କ'ଣ କରୁଛି ସେଇଟା ଆଗକୁ ଦେଖନ୍ତୁ। ଆପଣମାନେ ଯଦି ପତଳା ପେପର ନେବେ ତାହେଲେ ଆମେ ଯେଉଁ ପାଣିରେ ଯେଉଁଟା ବନେଇଛେ ସେଇଟା କାଗଜ ଦେହରେ ଭିଜିଯିବ। ତ ଆପଣ ଟିକେ ମୋଟା ସାଇଜ୍ର ପେପର ନେଲେ ହିଁ ବେଟର୍ ହେବ। ତ ଦେଖନ୍ତୁ ଲଙ୍କାକୁ ଅଟା ସହିତ କ'ଣ କରିଛି ନା ଭଲକରି ମିକ୍ସ କରିଦେଇଛି। ତ ଏଇଭଳିଆ ଟିକେ ରହିବା ଦରକାର, ବେଶୀ ପାଣିଆ ହେବନି କି ବେଶୀ ମୋଟା ମଧ୍ୟ ରହିବନି। ଏଇ ଟାଇପ୍ର ରହିଲେ ବୋହିବାର ମଧ୍ୟ ଚାନ୍ସ ବହୁତ କମ୍ ରହିବ। ତ ଆପଣମାନେ ଗୋଟେ ଲାଇନ୍ରେ ତାକୁ ଏମିତି ଦେଇଦେବେ। ଦେଖନ୍ତୁ ମୁଁ ଯେତିକି ଆବଶ୍ୟକ ମୁଁ ସେତିକି ପରିମାଣର ଜିନିଷ ନେଇଛି, ଆଉ କିଛି ଆପଣମାନଙ୍କୁ ଆଡ଼୍ କରିବା ପାଇଁକା ପଡ଼ିବନି। ତ ବହୁତ ସୁବିଧା ଆଉ ସହଜ ଉପାୟ, ଯାହାକି ଆମ ସବୁ ଜିନିଷ ଆମ ଘରେ ରହିଛି, ଆମେ ତାକୁ ଟିକେ ମାଇଣ୍ଡ ଖର୍ଚ୍ଚ କରି କରିବା ଦରକାର। ତ ଆପଣମାନେ ଏମିତି ଲଙ୍କାକୁ ଆଉ ଅଟା ଯେଉଁ ଗୋଳା ହେଇଥିଲା ସେଇଟାକୁ ଆପଣମାନେ ଏମିତି ପୁରା ଗୋଟେ ଲାଇନ୍ରେ ପୁରା ଦେଇଦେବେ। ତାପରେ କ'ଣ କରିବେ ଚାଲନ୍ତୁ ଦେଖିବା। ତାପରେ ଆପଣମାନେ କାଗଜଟାକୁ ଏମିତି ଫୋଲ୍ଡ କରିବେ। ମୁଁ ଯେମିତି ଫୋଲ୍ଡ କରିଛି ଆପଣମାନେ ଦେଖନ୍ତୁ, ପୁରା ଧ୍ୟାନର ସହ ଦେଖନ୍ତୁ, ଦେଖିଲେ ହିଁ ଆପଣମାନେ ଜାଣିପାରିବେ ଆଉ କେଉଁ ଜିନିଷ କେତେ ପରିମାଣରେ ମୁଁ ନେଲି ଆପଣମାନଙ୍କୁ ସେଇ ଅନୁସାରେ ନେବା ପାଇଁ ପଡ଼ିବ। ତ ଦେଖନ୍ତୁ ତାକୁ ଏମିତି ଆଗ ଫୋଲ୍ଡ କରିଦେବେ। ଫୋଲ୍ଡ କରିଦେଲେ ଆପଣମାନଙ୍କୁ ମୋଟା ପେପର ଯେହେତୁ ସେ ଆଉ ଓଦାଟା ଭିଜିବନି। ତାପରେ ମୁଁ ସୂତା ମୁଁ କ'ଣ ପାଇଁ ନେଉଛି, ସୂତା ନେବାଟା କାରଣ ମୁଁ ସେଇଟା ଆପଣମାନଙ୍କୁ ଆଗକୁ କହିବି। ତ ଆପଣମାନେ ଭିଡ଼ିଓଟିକୁ ପୁରା ଫାଷ୍ଟରୁ ଦେଖନ୍ତୁ ଲାଷ୍ଟ ପର୍ଯ୍ୟନ୍ତ, ମଝିରେ ଜମାରୁ ବି ସ୍କିପ୍ କରିବେନି। ତ ସୂତା ମୁଁ କ'ଣ ପାଇଁ ନେଉଛି ଦେଖନ୍ତୁ, ସୂତାରେ ଏଇଟାକୁ ଆମେ ଗୁଡ଼େଇବା ଦ୍ୱାରା କାଗଜଟା ଆମର ପୁରା ଷ୍ଟ୍ରଙ୍ଗ ହେଇକି ରହିବ। ଆଉ ଯେଉଁ ଆମେ ଭିତରେ ଯଦି ଦେଇଛେ ସେଇଟା ଆଉ ବାହାରକୁ ବାହାରି ପାରିବ ନାହିଁ। ଆପଣମାନେ ଜାଣିଥିବେ ସୂତା ଜିନିଷକୁ ମୂଷାମାନେ ବହୁତ ଆଗ ଆସିଥାନ୍ତି ତାକୁ କାଟିବା ପାଇଁକା। ଆପଣମାନଙ୍କ ଘରେ ଯେଉଁ ପୋଷାକ ଥାଏ ସେଗୁଡ଼ାକୁ ବି ମୂଷା କାଟିଥାନ୍ତି। ତ ମୂଷାର ପରିମାଣ ଘରେ ଅଧିକ ଥିଲେ ଆପଣମାନେ ଏହି ସୁନ୍ଦର ଉପାୟଟି ଘରେ କରନ୍ତୁ। ତ ସୂତା ରିଲେ ଆପଣମାନେ କ'ଣ କରିବେ ନା ମୁଁ ଯେମିତି ଗୁଡ଼ଉଛି ଆପଣମାନେ ସେମିତି ସୂତାଟାକୁ ଗୁଡ଼େଇ ଦେବେ। ଗୁଡ଼େଇ ଦେଇକି ତାପରେ କ'ଣ କରିବା ଆଗକୁ ଚାଲନ୍ତୁ ଦେଖିବା। ଏମିତି ଦୁଇ ଫୋଲ୍ଡ କରିକିରି ଆପଣମାନେ ସୂତାକୁ ଗୁଡ଼େଇ ପାରିବେ। ତ ଦେଖନ୍ତୁ ମୁଁ ତାପରେ କ'ଣ କରୁଛି, ଏ ସୂତାଟା ଦ୍ୱାରା ଆମର କାଗଜଟା ପୁରା ଲକ୍ ହେଇକି ରହିବ ଆଉ ଫିଟିବନି ମଧ୍ୟ। ଆମେ ଯେଉଁ ଭିତରେ ଦେଇଛେ ସେଇଟା ଆଉ ବାହାରି ପାରିବ ନାହିଁ। ତାପରେ ଆପଣମାନେ କ'ଣ କରିବେ ନା ଗୋଟେ କଇଁତୁରୀ ନେଇକିରି ତାକୁ ପିସ୍ ପିସ୍ କରିକି ଆପଣମାନଙ୍କୁ କାଟିବା ପାଇଁକା ପଡ଼ିବ। ଆପଣମାନଙ୍କ ହିସାବରେ ଆପଣମାନଙ୍କ ଯେଉଁ ଜାଗାରେ ଆପଣମାନେ ମୂଷା ରହୁଛନ୍ତି ବୋଲି ଆପଣ ଦେଖୁଛନ୍ତି ବା ଜାଣୁଛନ୍ତି ସେଇ ଜାଗାମାନଙ୍କରେ ଆପଣମାନଙ୍କୁ ୟାକୁ ରଖିବା ପାଇଁକା
पड़ो। देखो मो छोट छोट पीस कर आपने चाहिए आउ टे छोट छोट पीस आउ टे बड़ बड़ पीस आपण मैंने करें। तो मुझे मो जी आवश्यक पीस दरकार मुझे पीस यहाँ को बनाऊँगी। आपण मैंने चाउल धान ये जगह मानक मूषा मैंने बहुत परिमाण आसी था आम इम्पोर्टाट कागज गुड़ाक से काटी था। तो कागज भी आमर रहा सूता भी रहा। तो भितर अटा जो आम गोल रखीचे से खाद्य भी से बास्नारे से यही कागज पाखक आग जाती। तो आपण मैंने जो जगार देखुं मूषा मैंने आसुँच आपण मैंने से जगार ये कागज गुड़िक रखिए। देखिए आपण मान घर को जमार भी मूषा आसपारे। जदि आज टिप्स भल लगे निहाती भाव में शेयर करेंगे। फास्ट लास्ट पर्यंत वीडियो टी देखि आपण मानक बहुत बहुत धन्यवाद। रहुची पुणी देखा नेक्स्ट वीडियो रे। जय जगन्नाथ।